ନମସ୍କାର ଦର୍ଶକ ବନ୍ଧୁ, ପ୍ରସନ୍ନ ହେଲେ ମା ଲକ୍ଷ୍ମୀ। ଆସନ୍ତା କାଲି ଠାରୁ ସୁନା ପରି ଚମକିବ ଏହି 5ଟି ରାଶିର ଭାଗ୍ୟ। ତେବେ ଦର୍ଶକ ବନ୍ଧୁ, ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ସେହି ପରିବର୍ତ୍ତନ ପାଇଁ ମଣିଷ ଜୀବନରେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ ଓ ସେମିତିରେ ମଧ୍ୟ ଦୁଃଖ ନଥିଲେ ସୁଖର ଆନନ୍ଦ ମିଳିପାରି ନଥାଏ। ବାସ୍ତବରେ ମଣିଷ ଜୀବନରେ ଏ ପରିବର୍ତ୍ତନ ସବୁ ଗ୍ରହମାନଙ୍କ ପାଇଁ ହୋଇଥାଏ। ଗ୍ରହ ଓ ନକ୍ଷତ୍ରମାନଙ୍କ ଗତିବିଧିରେ ପରିବର୍ତ୍ତନ ପାଇଁ ମନୁଷ୍ୟର ରାଶି ଉପରେ ପ୍ରଭାବ ପଡ଼ିଥାଏ। ତେବେ ଦୀର୍ଘ 21 ବର୍ଷ ପରେ ଗ୍ରହମାନଙ୍କ ଗତିବିଧିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଶନିଦେବ ଏହି 5ଟି ରାଶି ଉପରେ ପ୍ରସନ୍ନ ହେବା ସହିତ ସେହି ରାଶିର ବ୍ୟକ୍ତିମାନଙ୍କୁ ଅପୂର୍ଣ୍ଣ ପ୍ରାପ୍ତିର ସୁଯୋଗ ପ୍ରଦାନ କରିବେ। ଆସନ୍ତୁ ଜାଣିବା ସେ ରାଶିମାନଙ୍କର ନାମ। ବନ୍ଧୁଗଣ, ଏହି ରାଶିର ବ୍ୟକ୍ତିଙ୍କର ଉପରେ ଶନିଦେବର କୃପାରୁ ଅଟକି ରହିଥିବା ବା ଅସମ୍ପୂର୍ଣ୍ଣ ଥିବା କାମ ପୁଣି ଥରେ ଆରମ୍ଭ ହୋଇଯିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ବହୁତ ଶୀଘ୍ର ଚାକିରି କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି। ଏହା ସହିତ ପରିବାରରେ ଖୁସିର ମାହୋଲ ଲାଗି ରହିବ। ଶନିଦେବଙ୍କ ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟାପାର ବାଣିଜ୍ୟରେ ବହୁତ ଧନ ଲାଭ ମିଳିବ। ଏହା ସହିତ ପ୍ରଶାସନିକ ଅଧିକାରୀମାନଙ୍କୁ ମାନସମ୍ମାନର ମିଳିବ ଓ ନିଜର ଜୀବନସାଥୀଙ୍କ ସହିତ ବହୁତ ସମୟ ବିତାଇ ପାରିବେ। ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବଙ୍କ କୃପାରୁ ପ୍ରଚୁର ଧନ ଲାଭର ସୁଯୋଗ ମିଳିବ। ଆପଣ ଯଦି କୌଣସି ଜାଗାରେ ଚାକିରି କରୁଛନ୍ତି, ତେବେ ଆପଣଙ୍କ ପ୍ରମୋଶନ ବହୁତ ଶୀଘ୍ର ହୋଇଯିବ। ବନ୍ଧୁଗଣ, ଆସନ୍ତୁ ଜାଣିନେବା ସେହି ରାଶିମାନଙ୍କ ବିଷୟରେ। ସେ ରାଶିଗୁଡ଼ିକ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ସିଂହ ରାଶି, ତୁଲା ରାଶି, କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ବହୁତ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ, ଯାହାର ଫଳରେ ଏହି ରାଶିର ବ୍ୟକ୍ତିମାନେ ଅଧିକରୁ ଅଧିକ ଧନ ପାରିବେ। ନମସ୍କାର।